ଖାଆନ୍ତୁ, ସୂର୍ଯ୍ୟପରାଗ ଚନ୍ଦ୍ରଗ୍ରହଣ ହବ ଏବଂ ତାର କୌଣସି ପ୍ରଭାବ ସାଧାରଣ ଜନଜୀବନ ଉପରେ ଆପଣ ଖାଆନ୍ତୁ ନ ଖାଆନ୍ତୁ ପଡ଼ିବ ନାହିଁ। କିନ୍ତୁ ଆମ ଭିତରେ ଯେହେତୁ ଗୋଟେ ଧାରଣା ଅଛି, ଆମ ସମାଜର ଗୋଟେ ଚାପ ଅଛି, ଆମେ ସେଇଟାକୁ କେତେବେଳେ ବାରଣ କରୁଛୁ, ଖାଉଛୁ ବା ଖାଉନୁ। ସେଇ ଶାସ୍ତ୍ର କହୁଛି ଯେ ରୋଗୀ ଲୋକ, ଶିଶୁ, ଗର୍ଭବତୀ ମହିଳା, ବୃଦ୍ଧ ଏମାନେ ଖାଇପାରିବେ। ଆଚ୍ଛା, ଏଇ ଲୋକମାନଙ୍କ ସଂଖ୍ୟା ତ ହେଇଗଲାଣି 80 ଭାଗ, ଆଉ 20 ଭାଗ ଯିଏ ସୁସ୍ଥ ସବଳ, ଯେଉଁମାନଙ୍କର ବଡ଼ିରେ ଇମ୍ୟୁନିଟି ଅଛି ସେମାନେ ଖାଇବେ ନାହିଁ ବୋଲି କହୁଛନ୍ତି। ଏହା କ'ଣ ଯୁକ୍ତି ଅଛି? ତେଣୁ ସମସ୍ତେ ଖାଇପାରିବେ। ସମସ୍ତେ ଆପଣଙ୍କର ପଶୁପକ୍ଷୀ ଏମାନେ କ'ଣ ଆପଣଙ୍କ ନିୟମ କାନୁନକୁ ମାନୁଛନ୍ତି? ସେମାନେ ବି ଖାଉଛନ୍ତି। ଯଦି ଖରାପ ପ୍ରଭାବ ପଡ଼ୁଥାନ୍ତା ତାହେଲେ ସେ ପଶୁପକ୍ଷୀ ଗୁଡ଼ିକ ସୂର୍ଯ୍ୟପରାଗ ବା ଚନ୍ଦ୍ରଗ୍ରହଣର ପରଦିନ ସବୁ ରାସ୍ତାଘାଟରେ ରୋଗ ବୈରାଗରେ ସଢ଼ିକି ପଡ଼ିଥାନ୍ତେ। ଏମିତି କ'ଣ ସହୁଛି? ତା ଛଡ଼ା ଏଇଟା ଗୋଟେ ବିଶ୍ୱବ୍ୟାପୀ ଏ ଘଟଣାଟା ଘଟିଥାଏ। କେବଳ ଆମେ ହାଣ୍ଡି ଛାଡ଼ କରନ୍ତି, ଅନ୍ୟ ଦେଶମାନଙ୍କରେ କ'ଣ ହାଣ୍ଡି ଛାଡ଼ କରୁଛନ୍ତି? ଯେତେବେଳେ ପୃଥିବୀର ପ୍ରାୟ 200 ଦେଶ ଅଛି, ସେ 200 ଦେଶରେ କ'ଣ ଏଇ ହାଣ୍ଡିଶାଳ ଅଛି? ନା ଘର ଭିତରେ ବନ୍ଦ କରିବାର ରହିଛି, ନା ପୂଜାପାଠ ବନ୍ଦ କରିବାର ଅଛି, ନା କିଛି କରନ୍ତି ସେମାନେ? ତେଣୁ ଅଧିକାଂଶ ଲୋକ ଯେତେବେଳେ ଏଗୁଡ଼ିକୁ ଗ୍ରହଣ କରନ୍ତି ନାହିଁ, ସେତେବେଳେ ଆମେ କହୁ ଯେ ଆମେ ଖାଇବା ନାହିଁ, ଆମେ ଘର ଭିତରେ ଲୁଚିକି ରହିବା, ପରିବା କଟା ହେବନି, ରୋଷେଇ ହେବନି, ଏସବୁ କଥା ଆମେ କହିଥାଉ। ପରିବା କଟା ହେଲେ ଆମ ପିଲାପିଲି ଯିଏ ହେବ ସେ ଗ୍ରହଣ ଖଣ୍ଡିଆ ହେବ, ଏହାର କୌଣସି ଭିତ୍ତି ନାହିଁ। ଗ୍ରହଣ ଖଣ୍ଡିଆ ହେବା ପଛରେ ଗୋଟିଏ ବୈଜ୍ଞାନିକ କାରଣ ରହିଛି। ସେ ବୈଜ୍ଞାନିକ କାରଣଟି ହେଉଛି, ଯେତେବେଳେ ଜଣେ ମହିଳାଟି ଗର୍ଭବତୀ ରହୁଛି, ସିଏ ଯଦି ନିଶା ସେବନ କରେ ଏବଂ ତାର ଯଦି ଫଲିକ୍ ଏସିଡର ପରିମାଣ କମ୍ ଥାଏ, କିମ୍ବା ତାଙ୍କ ବଂଶରେ କାହାର ପୂର୍ବରୁ ବଂଶଗତି ଦୃଷ୍ଟିରୁ କେହି ଯଦି ଗ୍ରହଣ ଖଣ୍ଡିଆ ଥାଏ, ହୁଏତ ହେଇପାରେ। ଆଉ ଚନ୍ଦ୍ର ଗ୍ରହଣରେ ବା ସୂର୍ଯ୍ୟପରାଗରେ ଦେଖିଲେ ତା ପିଲା ଗ୍ରହଣ ଖଣ୍ଡିଆ ହେବ, ବା ଆପଣଙ୍କର ପରିବା କାଟିଦେଲେ ଗ୍ରହଣ ଖଣ୍ଡିଆ ହେବ, ଏଗୁଡ଼ିକ ସବୁ ଭିତ୍ତିହୀନ। ଏ ପଛରେ କୌଣସି ଯୁକ୍ତି ନାହିଁ। ତେଣୁ ଆମେ ଘର ଭିତରେ ନ ରହି ଏଇ ଯେଉଁ ମହାଜାଗତିକ ଘଟଣାକୁ ଆମେ ସମସ୍ତେ ଦେଖିବା ଉଚିତ। କାରଣ ଏଇଟା ଯଦି ଆମେ ନ ଦେଖିବା, ଏ ଗୋଟେ ସୁଯୋଗ ଆସେ।